ବୋଉ ଘରେ କୋଉଠି ମୂଷା ମରିଛି କି? କି ଗନ୍ଧ ହଉଛି? ଏ ନାଇଁ ରେ, ମୂଷା ମରିନି। ଏଇ ପତ୍ରଟା ଏମିତି ଗନ୍ଧ ହଉଛି। ଏଇ ପତ୍ରକୁ ବରା କଲେ ଏଇଲେ ଖାଇବୁ। ଛି, ଗନ୍ଧରେ ନାକ ଫାଟି ଯାଉଛି। ତାକୁ ପୁଣି ପେଟକୁ ଖାଇବି? ମୁଁ ଜମା ଖାଇବିନି। ମୋ ପାଇଁ ଅଣ୍ଡା ଦିଟା ଆମ୍ଲେଟ କରିଦେବୁ। ହଁ ହଁ ହଁ, ତୋର ସବୁବେଳେ ସେ ଅଣ୍ଡା ଆମଲେଟ, ମସଲା ଝୋଳ ଆଉ ଯେତେ ସବୁ ପାଟି ସୁଆଦିଆ ଖାଦ୍ୟ ଖାଇବାର ମନ। ଆକୁ କାହିଁ ଖାଇବୁ? ଆରେ ଇଏ ପତ୍ର ସିନା ନାକକୁ ଗନ୍ଧଉଛି, ହେଲେ ଆ ଭିତରେ ଯୋଉ ଔଷଧୀୟ ଗୁଣ ଅଛି କେତେଟା ରୋଗ ପାଇଁ ସେ ରାମବାଣ ପରି କାମ କରେ, ବୁଝିଲୁ? ଏଇ ଗନ୍ଧ ପତ୍ରରେ କି ରୋଗ ଭଲ ହବ? ଶୁଣୁ, ଆକୁ ଖାଇଲେ ପେଟ ସଫା ହେଇ ଝାଡା ହୁଏ, ଗ୍ୟାସ ପେଟରୁ ବାହାରି ଯାଏ, ଆଉ ଅଣ୍ଟା ଧର ରୋଗ ବି କମିଯାଏ, ବୁଝିଲୁ? ହଉ, ତମ କଥାରେ ଖାଇବି। ଯଦି ଝାଡା ସଫା ହଉ ପ୍ୟାଣ୍ଟରେ ହେଇଯିବ, ତମେ ସବୁ ସମ୍ଭାଳିବ ତ? ହଉ, ଖାଇକି ସ୍କୁଲ ଯା, କିଛି ହବନି। অইলে আলে আদি কলা পোতা অন্দালে বুদিয়া কলি কাইগি আতি তুকিলে তি তি দ্বন্দ্ব পাল্লা পাল্লু তুয়া আলে লাকা পাতি যাউতি বাতি বালি আতুতি আলে তবুদিন তো পাল্লু আলে এবিতে কথা উইলি। ହଁ ପରା, ଆଜି ବୋଉ କି ଗନ୍ଧ ପତ୍ର ତ ପଶୁରାଣୀ ପତ୍ର ବରା ଖାଇବାକୁ ଦେଇଥିଲେ। ସେଇଆକୁ ଖାଇକି ସେ ଗନ୍ଧ ଗୁଡିଆ ଖାଲି ପାଡ଼ ହେଇକି ବାହାରି ଯାଉଛି। ଆଉ ମୁଁ କଣ କରିବି? ଶୁଣୁ, ଆଜି ଆଉ ସ୍କୁଲ ଯିବିନି ଭାବୁଛି। ଯଦି ସ୍କୁଲରେ ଗନ୍ଧ ପାଡ଼ ହବ ସମସ୍ତେ ହସିକି ଚିଡେଇବେ, ପୂଜା ବି ହସିବ, ମତେ ଭାରି ଲଜ୍ଜା ଲାଗିବ। ଆଲେ ଇସ୍କୁଲ କାଇକି ବନ୍ଦ ତାଲିବୁ ଅଦା ବାତಲು ଗଲକୁ ଦାଇ କଲ ତ ବାପା ହାତଲେ ମାଲ କାଇବାକୁ ମନ ଆଉତିକିଲେ। ଆରେ ହଁ, ସେଇଟା ତ ସତ କଥା। ଇଆଡେ ମାରିଲି ବ୍ରହ୍ମ ହତ୍ୟା ଆଉ ସିଆଡେ ମାରିଲି ଗೋ ହତ୍ୟା। ହଉ, ତୋ କଥାରେ ସ୍କୁଲ ଯିବି, ଯାହା ହବ ତୁ ବୁଝିବୁ। হয়রে, তুমি তো এটা ক্লাসে বসু বসু কোন এমনি গন্ধ হলা? হ্যাঁ, এ হে ছি, এ কিଏ আসু আসু পাড়ি দেলা? ନାଇଁ ସାରେ, ଆମେ ପାଡ଼ିନୁ। ଆମେ ଆସିଲା ବେଳକୁ ଗୋଟେ କୁକୁରଟେ ମରିକି ସଡ଼ିକି ପଡିଥିଲା। ସେଇ ଗନ୍ଧ ଆମ ନିଶ୍ୱାସ ବାଟେ ପେଟ ଭିତରେ ପଶିଯାଇଛି। ଆଉ ପାଟି ଖୋଲିଲେ କାଲି ସେଇ ଗନ୍ଧ ବାହାରି ଆସୁଛି। ଆଲେ ପତେଲେ କାଇକି ବତିବା? ପୁଣି ଯଦି ପାଡ଼ ହବ ଗନ୍ଧଟା ପଛକୁ ପଳେଇବ, ସେଇଥିପାଇଁ। ছিলো কি গন্ধ! ছি, এ গন্ধরে আর ক্লাসরে বসে হবনি। ହଁ ପରା, ଦେଖୁନ ସେ ମୋଡ଼ ଗନ୍ଧଟା ବେଳେ ବେଳେ ଝରକା ପଟେ ପଶି ଦୁଆରେ ମୁହଁ ଆଡେ ବାହାରି ଯାଉଛି। କିନ୍ତୁ ମୋର ବୋଧେ ପ୍ୟାଣ୍ଟରେ ଝାଡ଼ା ହେଇଗଲା। ଆଉ କଣ କରିବି? ଅଇଲେ ତୁ ଆତିଲା ବେଲୁ ଗନ୍ଧ ତୁଙ୍ଗେଇ ତୁଙ୍ଗେଇ ତେତକୁ ମୋଲି ପକଲେ ଦାଲା କଲେ ଦେଲୁ ତି ଆଉ ମୁଁ ଦାଉଦି ଆଗଲେ ବତିବି। ଚୁପେ, ସବୁ ତୋରି ପାଇଁ ହେଲା। ମୁଁ ତ ବାଟରୁ ଘରକୁ ଯାଉଥିଲି, ତୋ କଥାରେ ପଡି ସ୍କୁଲରେ ଆସିଲି। ଏବେ ଅସୁବିଧା ବେଳେ ମତେ ଛାଡି ପଳେଇବୁ କହୁଛୁ? ତାହେଲେ ତୋର କଥାବାର୍ତ୍ତା ଠିକ ନାହିଁ। ଆଉ ମୁଁ ତତେ କହିଥିଲି ଟି, ଯାହା ହବ ତୁ ବୁଝିବୁ। ଆଲେ ଦେ ଆଲେ ତୋର ତ ଦାଲା ହେଇଗଲା, ଆଉ ମୁଁ ତାଲ ବୁଦ୍ଧିବି। ସାର୍, ଆମେ ଆଉ କ୍ଲାସରେ ରହିପାରିବୁନି। ରହିଲେ ସମସ୍ତଙ୍କର ବାନ୍ତି ହେଇଯିବ। ଆରେ ଏ ତ ଝାଡ଼ା ପରି ଗନ୍ଧଉଛି। କିଏ ବୋଧେ ଏଠି ଝାଡ଼ା କରିଦେଇଛି। ଆଉ ହଇରେ ନଟିଆ ଗାଣ୍ଡୁ ସମସ୍ତେ ତ ଠିଆ ହେଇଛନ୍ତି, ତୁମେ ଦି ଜଣ ବସି କଣ ଫୁସୁରୁ ଫୁସୁରୁ ହଉଛ? ତୁମରି ଭିତରୁ କିଏ ଝାଡ଼ା କରି ଗନ୍ଧଉଛି? କିନ୍ତୁ ପ୍ଲିଜ ତୋର ହେଇଛି ବୋଲି କହିଦେ। ହଉ କହିଦେ, ତୁ କହିଦେ। ତୁ ଯାହା କହିବୁ ମୁଁ କରିବି, କିନ୍ତୁ ତୁ କହିଦେ। ଆଜି ଦିନକୁ ମତେ ବଞ୍ଚେଇ ଦେ। ସାରଙ୍କୁ ମୁଁ ତୋ ନାଁ କହିଦଉଛି। ଯଦି ପ୍ରକୃତ ସାଙ୍ଗ ହେଇଥିବ ତାହେଲେ ନିଶ୍ଚୟ ମାନିବୁ। ଆଲେ ମୋ ନା ତଇଲେ ତାହେଲେ ତ ମତେ ଗଲକୁ ବତେଇ ଦେବେ। ହେଲେ ଏ ଗନ୍ଧଟା କେମିତି ଲୁଚେଇବୁ? ଆଲେ ତୋ ପ୍ୟାଣ୍ଟରେ ତ ଦାଲା ରହିବ, ଆଉ ମୋ ତାଙ୍କରେ କଣ ଗନ୍ଧ ପଲେଇବ? ମୁଁ ଖେଳ ଛୁଟିରେ ପଦାକୁ ପଳେଇବି। ଆରେ ତମେ ଦିଟାକୁ ଉଠିଲନି, କାହାର ଝାଡ଼ା ହେଇଛି ଶୀଘ୍ର କ୍ଲାସରୁ ବାହାର। লাই ତାହେଲେ ତାହେଲେ ଦାଉଦି ଦାଉଦି। ସାର୍, ଗେଣ୍ଡୁ ତ ଘରକୁ ପଳେଇଲା। ଏ ନଟିଆଡୁ ତ ସାର୍ ଗନ୍ଧ ଆସୁଛି। ଗେଣ୍ଡୁ ନାଁରେ ମିଛ କହି ନିଜେ ଝାଡ଼ା ବସି ପଡ଼ିଛି। ଆଉ
ଆଚ୍ଛା ଏ କାମ ତୋର ନଟିଆର ହଇରେ ତୁ ଗେଣ୍ଡୁ ନା ମିଛ କଥା କାହିଁ କହିଲୁ ରହ ତୋ ବାପାକୁ ଫୋନ କରୁଛି। ହଇରେ ତୁ ସବୁବେଳେ ଏମିତି ନା ପକା କାମ କଲୁ ହାଁ ଚାଲ ଘରକୁ ଆଜି ତୋ କଥା ଆଜି ବୁଝୁଛି। ବାପା ମୋର ଦୋଷ କଣ? ମୁଁ ତ ସେ ଗନ୍ଧ ପସରାଣୀ ପତ୍ର ଖାଇବିନି ବୋଲି ମନେ କରିଥିଲି। ତମେ ମତେ ବାଧ୍ୟ କରି ଖୁଆଇଲ। କହିଲେ ପତ୍ର ଖାଇଲେ ତ ସଫା ହବ ଝାଡା ସଫା ହବ ଆଉ ସେଇଆ ତ ହେଲା। ତମେ କହିଥିଲ ସମ୍ଭାଳିବ ବୋଲି ଏବେ ମୋ ଉପରେ ରାଗୁଛ। ତମେ ଟିକେ କଥାବାର୍ତ୍ତା ଠିକ ନାହିଁ ଆଉ। ଆରେ ମୁଁ କହିଥିଲି ବୋଲି ତୁ ଆସି କ୍ଲାସରେ ସବୁ ଝାଡା ପ୍ୟାଣ୍ଟ ସଫା କରିଦେଲୁ ହାଁ ଝାଡା ଲାଗିଲା ଯଦି ଘରକୁ ପଳେଇଲୁନି ଚାଲ ଘରକୁ। ଯିଏ କହିଥିଲେ ମଣ୍ଡିଆ ଯୋଉ ତା ହାତ ଧରି ସିଏ ହଗେଇନୁ। ତାହେଲେ ତାଉ କାନ୍ଦୁଦି ହଇରେ ତାର ତ ଝାଡା ହେଲା ତୁ କାହିଁ ମିଛ କଥା କହି ଘରକୁ ଗଲୁ? ତମେ ଦି ଜଣ ମିଛ କହିବାରେ କେହି କାହାକୁ କମ ନୁହଁ। ସେ ମିଛ କହିକି ଯେତିକି ଦୋଷୀ ତୁ ତାକୁ ସପୋର୍ଟ କରି ତାଠାରୁ ଅଧିକା ଦୋଷୀ। ଆରେ ଲତିଆକୁ କାହିଁ ତିଲେଇ ବୋଲି କି ଅତି ଗଲି ଆଉ ତମେ ତ ତୋତେ ବୋଲେ ଏମିତି ଅତି ହେଲେ ପଳେଇ ଯାଉଛି ଆଉ।